କହିଲୁ ମଧୁସଜିଆ ରଜନୀରେ କୂଳଦୀପ କାହିଁକି ଜଳେ? ନା ବିଡି ଖାଇବାକୁ କୁଆଡେ କୂଳଦୀପ ଜଳେ? ଆଜି ବିଳମ୍ବରେ ଆ, ନହେଲେ ଜମା ଆସେନା। ମୁଁ ଗୋଟାଏ ଯାଏ କରିବି, ତୁ ଟଙ୍କା ନବୁ। ଗୋଟାଏ ଯାଏ କରିବି, ତୁ ଟଙ୍କା ନବୁ। ପୁଅ ଏମିତି ଗୋଟେ କାଇଦା ବାରରେ ତାର ପାଲା ପଡି ଯାଇଛି, ସବୁ ଯାକ ମାନସିକ ପାଲା ତାରି ଭାଗରେ ପଡୁଛି। ଆଜି ଆମ ଭାଗରେ ପଡୁଛି, କାହିଁ ପଇସା ଦଉନାହାନ୍ତି? ଯାହା ହଉ ମା ଦୟାମୟୀ ତାକୁ ସାହା, ତା ପଞ୍ଚାମୃତ ପଇସା ଉଠୁଛି, ତା ପଞ୍ଚାମୃତ ପଇସା ଉଠୁଛି। ଆଜି ଯାଉଛନ୍ତି ରାମ ଠାକୁରଙ୍କୁ ଡାକିବାକୁ। କିଏ? ଗୋଟିଏ ପଦ। ଦେବର୍ଷି ନାରଦଙ୍କ ମନଯାନରେ ଯୋଉ ତେଲ ପଡେ, ସେ ଟାଙ୍କି କୋଉଠି ଜାଣିଛୁ? ଖୋର୍ଦ୍ଧା ଜିଲ୍ଲାରେ। ନାରଦଙ୍କ ଗାଡିରେ ଯୋଉ ପେଟ୍ରୋଲ ପଡେ, ସେ ଟାଙ୍କି ଖୋର୍ଦ୍ଧା ଜିଲ୍ଲାରେ। ଭକ୍ତ କବି ଜୟଦେବ କେନ୍ଦୁ ବିଲ୍ଲୁ, କେନ୍ଦୁପଲ୍ଲୀ ନୁହଁ, କେନ୍ଦୁ ବିଲ୍ଲୁ। ଗୋଟିଏ ପଦ କହିଲା, ଜନକ ସୁତା କୃତ ଭୂଷଣ ହେ ହରି, ଜନକ ସୁତା କୃତ ଭୂଷଣ, ଗୀତ ଦୂଷଣ ହେ ଦୂଷଣ, ସମର ସମିତ ଦଶ କଣ୍ଠ, ଜୟ ଜୟ ଦେବ রে হরে, জয় জয় দেব হরে, জয় জয় দেব রে। হরে শ্রীত কমলা কুচ মণ্ডল, হরে শ্রীত কমলা কুচ মণ্ডল, দ্রুত কুণ্ডল হে দ্রুত কুণ্ডল, ললিত ললিত বনমাল, জয় জয় দেব হরে হরে, জয় জয় দেব হরে হরে, জয় জয় দেব হরে। ବିଭୁ ନାମ ଗାଇ ଗାଇ ଦେବର୍ଷି ନାରଦ ରାମକୁ ଆଣି ପହଞ୍ଚି ଗଲେଣି। ପୁଅରେ ରାମ ଠାକୁର ପହଞ୍ଚିଛନ୍ତି ସ୍ୱର୍ଗପୁରରେ। ବିଚାର ହବ। ମା ବସୁମତୀ ବିଚାର ମାଗିଛନ୍ତି ଦେବତା ମାନଙ୍କ ପାଖରେ, ବିନା କାରଣରେ ମୋ ଝିଅକୁ ଅଗ୍ନି ପରୀକ୍ଷା କରାଉଛନ୍ତି ରାମ। ସାର୍ ମାନେ ବିଚାର କରନ୍ତୁ। ଯେତେବେଳେ ରାମ ଠାକୁର ପହଞ୍ଚି ଯାଇଛନ୍ତି, ଶୁଣ କେମିତି ଆର୍ଯ୍ୟ ଧର୍ମର ମର୍ଯ୍ୟାଦା। ମା ବସୁମତୀଙ୍କୁ ରାମ ଠାକୁର ପ୍ରଣାମ କରିଛନ୍ତି। ବସୁମତୀ କି କୁଆଡେ ରାମ ଠାକୁର କହିଲେ ମମି ମମି? ଦେଖ, ଶାଶୁ କେସ୍ କରିଥବ ଜୋଇଁ ନାଁରେ, ଜୋଇଁ ଶାଶୁକୁ ଦେଖିଲେ ମୁଣ୍ଡିଆ ମାରିବ ନା ରକ୍ତ ଚାଉଳ ଚୋବେଇବ? ମର୍ଯ୍ୟାଦା ପୁରୁଷୋତ୍ତମ ରାମ ବସୁମତୀଙ୍କୁ ମୁଣ୍ଡିଆ ମାରୁଛନ୍ତି। ମା ଜନକ ନନ୍ଦିନୀ ଜାନକୀ ରାମ ଠାକୁରଙ୍କୁ ମୁଣ୍ଡିଆ ମାରୁଛନ୍ତି। ଇରେ ଏମିତି କାହିଁ ହଉଛି? ଆଇ ଲଭ୍ ୟୁ ସୀତେ। କୁଣ୍ଢେଇକିରି ଧରି ପକଉଛି। ଆରେ ଶାଶୁ ଅଛନ୍ତି, ଏଇଟାର କାଣ୍ଡ ଜ୍ଞାନ ଅଛି, ଦେବତା ମଣ୍ଡଳୀ ଅଛନ୍ତି। ଆଇ ଲଭ୍ ୟୁ ସୀତେ, ତମେ ମର୍ଯ୍ୟାଦା ପୁରୁଷୋତ୍ତମ ପୁଣି ଆଇ ଲଭ୍ ୟୁ ପାଟିରେ ପଶିନା ଆଉ ଲଭୁ ଲଭୁ ସୀତେ। କଣ ବୋଉକୁ ସଫଳ ନାଇଁ ମା ସଫଳ ଖାଉନି ଆଉ। ପାନ? ହଁ ପାନ ଖାଉଛି। ପାନ ଗୋଟେ ଦବ। ହେ କାମ ପାଠୁଛୁ ବା। ହେଲେ କଳା ପଡିଗଲଣି। ଏ କଣ ତମ ରୂପ ହେଲା ପ୍ରଭୁ? ତମେ କଳା ପଡିଗଲ କାହିଁକି? ତୁମରି ଯୋଗୁ ପ୍ରଭୁ। ପଥର ଖାଦାନରେ କାମ କର। କଣ ପ୍ରଭୁ? କଥାବାର୍ତ୍ତା ହବା। ଟିକେ କଥାବାର୍ତ୍ତା ହେଇକି ଆସିବା। ତୁ ବସୁଛୁ ରେ। ହେଲେ ସ୍ୱାମୀ, ଏଟା କଣ ଧରିଛ ତମେ? ଇଏ କୁହାଯାଏ ଏଗୁଡା ମୋର ରୁଟି। ରୁଟି ଖାଇ ଆଣିଛୁ? କାଳେ ଭୋକ ବାଟରେ। ଆରେ ମୁଁ ଭାବୁଛି ଡାଇବେଟିସ ଆମକୁ। ରୁଟି ନେଇକିରି ଆସି। ଜଟ ବାବୁ ଆମକୁ ଦେଇଥିଲେ ବିନା ସୁଗାର ଫ୍ରିରେ, ତାଙ୍କୁ ଦେଲେ ଯୋଉ ସୁଗାର ଫ୍ରି।
ସେଇଟା କଣ ଖାଇ ପାଇଲା? ମୁଁ ତା ବୁଆ ଅଧାଣି ଖାଇଲି। ପୁଅ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କୁ ବେଦପତି ବ୍ରହ୍ମା କହିଲେ, ଠାକୁରେ ଆପଣ ଜାଣନ୍ତି କାହିଁକି ଆପଣ ଆସିଲେ ସ୍ୱର୍ଗକୁ? କଣ ପାଇଁ ଆପଣଙ୍କର ଶାଶୁ ଆପଣଙ୍କ ସ୍ତ୍ରୀ ସ୍ୱର୍ଗ ଉପରେ ଆପଣଙ୍କୁ ଅପେକ୍ଷା କରିଛନ୍ତି? ବିଚାର ମାଗୁଛନ୍ତି ଆପଣଙ୍କ ଶାଶୁ। କେଉଁ କାରଣରେ ଆପଣ ତାଙ୍କ ଝିଅକୁ ବାରମ୍ବାର ଅଗ୍ନି ପରୀକ୍ଷା କରାଉଛନ୍ତି? ଏ ସ୍ୱର୍ଗପୁରରେ ବିଚାର ହବ। ଯିଏ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ସେ ପଛେଇବେ? କହିଲେ ହଉ ପ୍ରଭୁ, ମୋ ଶାଶୁ ମା ଯୋଉ ବିଚାର ଚାହାନ୍ତି ମୁଁ ସେ ବିଚାର ପାଇଁ ପ୍ରସ୍ତୁତ। କିନ୍ତୁ ଗୋଟିଏ କଥା ମୁଁ କହିବି, ସୀତାଙ୍କ ସହିତ ମୋର ଅନେକ ଦିନ କଟିଛି ଜଙ୍ଗଲରେ। କାରଣ ବିବାହ ହବାର ମାତ୍ର ଅଳ୍ପ ଦିନ ଭିତରେ ଆମେ ଜଙ୍ଗଲକୁ ଗଲୁ। 14 ବର୍ଷ ଭିତରୁ 14 ମାସେ ଫେଡ଼ି ଦବ ସେତିକି ଦିନ ସୀତାଙ୍କ ସହିତ ମୁଁ କଟେଇଛି। ସେଇ ଜୀବନ କାଳ ଭିତରେ ମୁଁ 7ଟା କଥା ପଚାରିବି ମୋ ସ୍ତ୍ରୀ କି। କିଏ କହିଲେ? ରାମ। ମୋ ସ୍ତ୍ରୀ ସୀତା ସ୍ୱର୍ଗପୁରରେ ଦେବତା ମାନଙ୍କ ନିକଟରେ ଉତ୍ତର ଦେବେ ମୋର ପ୍ରଶ୍ନ, ମୋ ସ୍ତ୍ରୀର। ଆପଣ ମାନେ ବିଚାର କରିବେ କିଏ ଠିକ କିଏ ଭୁଲ। ମୋ ଜିଭରେ ହାଡ଼ ହେଇନାହିଁ, ମୁଁ କହିବି ନାହିଁ ସୀତା ଅସତୀ ବୋଲି। ସୀତା ପୁଣ୍ୟ ଶୋଳକା, ତାଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀ କି ପ୍ରଶ୍ନ ପଚାରିବେ ଯୋଉଟା ଜୀବନ କାଳ ଭିତରେ ବିତିଛି। ଉତ୍ତର ଦେବେ ସୀତା କି ସମ୍ମତି ପ୍ରଦାନ କରିବେ। ସେ ପ୍ରଶ୍ନ ଉତ୍ତରର ବିଚାର କରିବେ ଦେବତା ମାନେ। ଏଠି ଦେବତା ମାନେ ନାହାନ୍ତି, ନିରଞ୍ଜନପୁର ଅନୁଷ୍ଠାନ ହଉଛି ସ୍ୱର୍ଗ। ମୁଁ ଉଭୟ ରାମ ସୀତାଙ୍କ ପ୍ରଶ୍ନ ଉତ୍ତର ଆପଣ ମାନଙ୍କ ଆଗରେ ବାଢିବି। ଆପଣ ଅନେକ ଦିନର ଧୁରିଣ ଗାୟକ ମାନଙ୍କର ପାଲାକୁ ଶ୍ରବଣ କରି କରି ଆପଣ ମାନେ ଯୋଗ୍ୟ ଶ୍ରୋତା। ଆପଣ ମାନେ ବିଚାର କରିବେ କିଏ ଠିକ କିଏ ଭୁଲ, କାହାର ଠିକ କାହାର ଭୁଲ। ମଉସା, ପ୍ରଥମ ପ୍ରଶ୍ନ ରାମ ସ୍ୱର୍ଗପୁରରେ ପଚାରୁଛନ୍ତି। ଦେବତା ମାନେ ବସିଛନ୍ତି, ଶାଶୁ ମା ବସୁମତୀ, ଜାନକୀ, ବ୍ରହ୍ମା, ଇନ୍ଦ୍ର, ବୃହସ୍ପତି, ରାମ ଠାକୁର କହୁଛନ୍ତି। କହିଲେ ପ୍ରଥମ ପ୍ରଶ୍ନ ମୁଁ ମୋ ସ୍ତ୍ରୀ ସୀତାକୁ ପଚାରୁଛି, ସମ୍ମତି ପ୍ରଦାନ କଲେ ଆପଣ ଜାଣିବେ। ବାପା ଶୁଣନ୍ତୁ ଆଜ୍ଞାମାନ, ପ୍ରଥମ ପ୍ରଶ୍ନ ରାମ ପଚାରିବେ, 7ଟା ପ୍ରଶ୍ନ ପଚାରବ। ଦାଇଁ ଦାଇଁକିରି ମୁଁ ଗଡେଇ ନେବି। ହୋତା ଆଜି ବିଳମ୍ବରେ ଆ, ନହେଲେ ଜମା ଆସେନା। ମୁଁ ଗୋଟାଏ ଯାଏ କରିବି, ତୁ ଟଙ୍କା ନବୁ। ଗୋଟାଏ ଯାଏ କରିବି, ତୁ ଟଙ୍କା ନବୁ। ପୁଅ ଏମିତି ଗୋଟେ କାଇଦା ବାରରେ ତାର ପାଲା ପଡି ଯାଇଛି, ସବୁ ଯାକ ମାନସିକ ପାଲା ତାରି ଭାଗରେ ପଡୁଛି। ଆଜି ଆମ ଭାଗରେ ପଡୁଛି କାହିଁ ପଇସା ଦଉନାହାନ୍ତି। ଯାହା ହଉ ମା ଦୟାମୟୀ ତାକୁ ସାହା, ତା ପଞ୍ଚାମୃତ ପଇସା ଉଠୁଛି। ପୁଅ ପ୍ରଥମ ପ୍ରଶ୍ନ, ମୁଁ ଯେତେବେଳେ ମୋ ସ୍ତ୍ରୀ ସୀତାଙ୍କୁ ଶିବଧନୁ ଭାଙ୍ଗି ବିବାହ କଲି, ମୋ ସ୍ତ୍ରୀ ସୀତା ଖୁସିରେ ମୋ ବେକରେ ବରଣମାଳ ଦେଇଥିଲେ। ମୁଁ କାଳିଆ ହେଲେ ବି ସେ ମୁହଁ ମୋଡି ନଥିଲେ। ନା ନା, ବିବାହ ପରେ ଗୋଟେ ମଧୁସଜ୍ୟା ରଜନୀ ଅଛି। ସେଇଦିନ ସ୍ୱାମୀ ଜାଣିବ ସ୍ତ୍ରୀର ସ୍ୱଭାବ, ସ୍ତ୍ରୀ ଜାଣିବ ସ୍ୱାମୀର ସ୍ୱଭାବ। ସେ ଦିନ ଆସିଲା। ରାଜ ଦରବାରରେ ବାରଣ ଦନ୍ତ ପଲ୍ୟଙ୍କ ପଡିଛି। ରାମ କହୁଛନ୍ତି, ମୁଁ ସୀତାଙ୍କୁ ବିବାହ କରି ସାରିବା ପରେ ମଧୁସଜ୍ୟା ରଜନୀରେ ପଲ୍ୟଙ୍କ ପଡିଛି। ତୁଳିତଳ୍ପ ସୁବାସିତ କିଂସୁକ ଚତୁଃପାର୍ଶ୍ୱରେ ବିଚ୍ଛୁରିତ ଗେଡୁଆ କୂଳ ଦୀପ ଜଳୁଛି। କହିଲୁ ମଧୁସଜ୍ୟା ରଜନୀରେ କୂଳ ଦୀପ କାହିଁକି ଜଳେ? ନା, ବିଡି ଖାଇବାକୁ କୁଆଡେ କୂଳ ଦୀପ ଜଳେ? ଅର୍ଦ୍ଧଦଗ୍ଧ ଶ୍ରୀଫଳ ଥୁଆ ହେଇଛି। ସେତିକି ବେଳେ ରାମ ଠାକୁର ଦେଖିଲେ, ଜାନକୀ ଆସିଲେ। ମନେ ପକେଇ ଦଉଛନ୍ତି ରାମ। କହିଲେ ସେଦିନର କଥା ଶୁଣନ୍ତୁ। ପ୍ରଥମ ପ୍ରଶ୍ନ, ମୁଁ ମୋ ସ୍ତ୍ରୀ କି ପ୍ରଥମେ ମୁହଁ ଖୋଲିଲି, କାରଣ ମଧୁସଜ୍ୟା ରଜନୀରେ ଆଗ ପୁରୁଷ କଥା କହିବ ନା, ଆଗ ପୁରୁଷ କଥା କହିବ। ତୋ ମଧୁସଜ୍ୟା ରଜନୀରେ ତୁ ଆଗ କଥା କହିଲୁ ନା ତୋ ସ୍ତ୍ରୀ ଆଗ କହିଲା? ନା, ମୋ ସ୍ତ୍ରୀ ଆଗ କହିଲା। କଣ କହିଲା? ଖଟ ଉପରେ ବଇଥିଲା, ମତେ ଦେଖିଲା, ଦୌଡି ଆସିଲା। ଦୌଡି ଆସିଲା? ଆଚ୍ଛା। ମୁଣ୍ଡିଆ ମାଇଲା, କୁଣ୍ଢେଇକି ନେଇ ଖଟ, ତତେ କୁଣ୍ଢେଇକି ନେଇ ଖଟ ଉପରେ ବସେଇ ଦେଲା। ତାପରେ ମାଗିଲା, କହିଲା ସଫଳ ଅଛି। ତା ମାନେ ଜଣା ପଡୁଛି ତୋ ସ୍ତ୍ରୀ ବୋଧେ ଆଗରୁ ବାହା ହେଇଥିଲା।
ଗୋଳମାଳ କରନା। ରାମ ଠାକୁର ଆଗ ଡାକିଲେ ସୀତେ, ସୀତା ଉତ୍ତର ଦେଲେନି। ମନେ ରଖ ପିଲାମାନେ, ପ୍ରଥମେ ସ୍ୱାମୀ ତା ସ୍ତ୍ରୀ କି ଡାକୁ ଡାକୁ ଯଦି ଉତ୍ତର ନଦେଲା ତା ସ୍ୱାମୀ ଖୁସି ହବ ନା, ନାରୀର ମର୍ଯ୍ୟାଦା। ରାମ ଖୁସି ହେଲେ। ଦ୍ୱିତୀୟ ବାର ଡାକିଲେ, ଉତ୍ତର ମିଳିଲାନି। କହିଲେ ଠିକ ଅଛି, ତୃତୀୟ ବାର ଡାକିଦବା। ତୃତୀୟ ବାର ଡାକିଲା ପରେ ଯେତେବେଳେ ଉତ୍ତର ନ ମିଳିଲା, ରାମ କହିଲେ ମୁଁ କଳା, ମୋ ଭାଇ ଲକ୍ଷ୍ମଣ ଗୋରା। ହେଲେ ମତେ ତ ବରଣମାଳା ଦେଲା ବେଳେ ସୀତା ହସିକିରି ବରଣମାଳା ଦେଇଥିଲେ, କଳା ବୋଲି ତ ଘୃଣା କରିନାହାନ୍ତି। ଆଉ ଏବେ କାହିଁକି କଥା କହୁନାହାନ୍ତି? ମଉସା ମାନେ ଟିକେ ଶୁଣ। ବିଚାର କଲେ ରାମ ମଧୁସଜ୍ୟା ରଜନୀରେ, ମୋ ସ୍ତ୍ରୀ ସୀତା ମତେ ଯଦି କଥା କହୁନାହାନ୍ତି, ଏଥିରେ ମୋର ଦୋଷ ନାହିଁ, ସୀତାଙ୍କର ଦୋଷ ନାହିଁ। ଦୋଷ ମୋ ବାପା ଦଶରଥଙ୍କର। ଇଏ ପାଠ ସେଇଆ। ରାମ ଡାକୁଛନ୍ତି, ସୀତା କିଛି କହିଲେନି। ସୀତା କହିଲେନି। ରାମଙ୍କର ଦୋଷ ହେଲା। ରାମ କହିଲେ ମୋର ଦୋଷ ନାହିଁ, ମୋ ସ୍ତ୍ରୀର ଦୋଷ ନାହିଁ, ସବୁ ଦୋଷ ବାପା ଦଶରଥଙ୍କର। ଆଚ୍ଛା, ଏଥିରେ ବୁଢାର ଦୋଷ କଣ? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସର ପଦ ବୋଲି ଦେଲେ, ଠକିନି ଜାଣିଥିଲେ। ରାମ ବିଚାର କଲେ ମୋ ବାପାଙ୍କର ରାଣୀ ହଉଛି 750। ଦଶରଥଙ୍କ, ରାମଙ୍କ ବାପା ଦଶରଥଙ୍କର 750 ରାଣୀ। କାଳେ ମୁଁ 7ଟା ବାହା ହେବି, ଏଇ ଅଭିମାନ କରି ମୋ ସ୍ତ୍ରୀ ମତେ କଥା କହୁନାହାନ୍ତି। ମୋ ବାପା ଯଦି ଗୋଟାଏ ବାହା ହେଇଥାନ୍ତେ, ମୋ ସ୍ତ୍ରୀ ମତେ କଥା କହିଥାନ୍ତେ। ଦେଖନ୍ତୁ ସେ ଅଭିମାନ ସୀତାଙ୍କର ଅଛି କି ନାହିଁ, ଭଞ୍ଜ ସାହିତ୍ୟ ତାର ପ୍ରମାଣ ଦବ। ରାମ ବିଚାର କଲେ ଆଉ ବିଳମ୍ବ କାହିଁ କରିବା, କୂଳଦୀପ ଜଳୁଛି, ତାକୁ ଛୁଇଁକି ଶପଥ କଲେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବହି ବୈଦେହୀଶ ବିଳାସ, ପଦ କେମିତି ତାର ପୁରୁଣା ନୂଆ ଢାଞ୍ଚାରେ ଦେଇକିରି ବୋଲୁଛି। ଆଚ୍ଛା ହଉ ସାର୍। କହିଲା ବିଦ ଗଧ ଶ୍ରୀରାମ ଚନ୍ଦ୍ର କହେ, ମୁଁ ଆଶ୍ରା କରି ନାହିଁ ପାଳିଆକୁ, ମୋ ମା ଦୟାମୟୀ ଦୟା କରୁଛି। କହିଲା ବନ୍ଧୁ ଜୀବନ ଥିବାର ଇଏ ଦେহে, ବନ୍ଧୁ ଜୀବନ ଥିବାର ଇଏ ଦେহে, ବନ୍ଧୁ ଜୀବନ ଥିବାର ଇଏ ଦେ। କୂଳଦୀପ ଜଳୁଛି। ବିଶେଷ ଭାବରେ ଦଗ୍ଧୀଭୂତ ହୋଇ ରାମ ବିଚାର କଲେ ମୋ ବାପାଙ୍କର 750 ରାଣୀ ବୋଲି, ଇଏ ଅଭିମାନରେ ମତେ କଥା କହୁନାହାନ୍ତି। କୂଳଦୀପକୁ ଛୁଇଁକିରି, ଏ ପୁଅ କଣ କହିଲେ? କହିଲେ ବିଳାସିନୀ ନକ ରିବି ଆନକୁ,